ସୁଜାତାରୁ ସୁଜାତା ରାଉତ ନାକୁ ନେଇ ପ୍ରଶ୍ନ ଘେରରେ ପୂର୍ବତନ ପ୍ରଶାସିକା ତଥା ବିଜୁ ଜନତା ଦଳର ନୂଆ ନେତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବା ସୁଜାତା ରାଉତ ନିକଟରେ ସୁଜାତା ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସୁଜାତା ନବୀନ ସରକାର ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଜଣେ ଅଫିସର ଭାବରେ କାର୍ଯ୍ୟ ତୁଲାଇ ସାରିଛନ୍ତି। ଆଉ ଏହି ମିଶ୍ରଣ ସମୟରେ ସୁଜାତା ମଧ୍ୟ ସମାନ କଥା ଦୋହରାଇଥିଲେ। ହେଲେ ମନରେ ଗୋଟିଏ ପ୍ରଶ୍ନ ଆସୁଛି, ନବୀନ ବାବୁ ଯେତେବେଳେ ସୁଜାତାଙ୍କ ଯୋଗଦାନକୁ ନେଇ ଗଣମାଧ୍ୟମରେ ସୂଚନା ରଖିଥିଲେ ସେତେବେଳେ ସେ ସୁଜାତା ରାଉତ ବୋଲି ସମ୍ବୋଧନ କରିଥିଲେ। ହେଲେ ସୁଜାତା ଆର୍ କାର୍ତ୍ତିକେୟନରୁ ସୁଜାତା ରାଉତ କେବେ ହେଲେ ସେ ନେଇ କୌଣସି ସୂଚନା ନାହିଁ। ଆମେ ଏଥିପାଇଁ କହୁଛୁ ଏବେ ବିଜେଡିର ଆଇଟି ସେଲ୍ ସମ୍ପୂର୍ଣ୍ଣ ଭାବରେ ସୁଜାତା ରାଉତ ନାଁକୁ ଡିଫେଣ୍ଡ କରିବା ପାଇଁ ଆଗେଇ ଆସିଛି। କେବଳ ସେତିକି ନୁହେଁ, ଏମିତିକି ବିଜେପିର ଅନେକ ନେତା ଓ ତାଙ୍କ ସ୍ତ୍ରୀଙ୍କ ସଂଜ୍ଞାକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛି। ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଗୋଟିଏ ପୋଷ୍ଟକୁ ନେଇ ଏବେ ବିତର୍କ ହେବା ଆରମ୍ଭ ହୋଇସାରିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ଠାକୁର, ସୁରେଶ ପୂଜାରୀଙ୍କ ପତ୍ନୀ ପଦ୍ମିନୀ ନାୟକ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସ୍ୱାମୀଙ୍କ ସଂଜ୍ଞା ନାୟକ ଏବଂ ଉପାସନାଙ୍କ ସ୍ୱାମୀଙ୍କ ସଂଜ୍ଞା ବିଶ୍ୱାଳ ହୋଇଥିଲେ ମଧ୍ୟ ସେ କାହିଁକି ମହାପାତ୍ର ରଖିଛନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି। ଏହି ପୋଷ୍ଟ ଦେଖିଲା ପରେ ଆମ ମନରେ ମଧ୍ୟ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। ଯେଉଁମାନଙ୍କୁ ନେଇ ବିଜୁ ଜନତା ଦଳର ଆଇଟି ସେଲ୍ ପ୍ରଶ୍ନ ଉଠାଉଛି ବା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛି, ସେମାନେ କେବେ ହେଲେ ଆଜି ପର୍ଯ୍ୟନ୍ତ ନିଜର ସଂଜ୍ଞା ପରିବର୍ତ୍ତନ କରିନାହାନ୍ତି। ହେଲେ ସୁଜାତା ମ୍ୟାଡାମ ସୁଜାତା ଆର୍ କାର୍ତ୍ତିକେୟନ ଲେଖୁଥିଲେ, ଏହା ବୋଧେ ବିଜୁ ଜନତା ଦଳ ଭୁଲି ଯାଇଛି। ଯେତେବେଳେ ମ୍ୟାଡାମ ସୁଜାତା ନବୀନ ବାବୁଙ୍କ ସରକାର ସମୟରେ ପ୍ରଶାସିକା ଭାବରେ ଦାୟିତ୍ୱ ତୁଲାଉଥିଲେ ସେ ସେତେବେଳେ ସୁଜାତା ଆର୍ କାର୍ତ୍ତିକେୟନ ବୋଲି ଲେଖୁଥିଲେ। ଏହାକୁ କେହି ମନା କରିପାରିବେ ନାହିଁ। ଏବେ ଯଦି ସିଏ କୌଣସି ପ୍ରକାର ଆଫିଡେଭିଟ୍ କରି ପୁଣି ନିଜର ନାଁ ସୁଜାତା ରାଉତ କରିଛନ୍ତି ତାହେଲେ ସାମ୍ନାକୁ ଆଣିବା ଉଚିତ। କିନ୍ତୁ ଯଦି ଏବେ ସୁଜାତା ମ୍ୟାଡାମ ଆଫିଡେଭିଟ୍ କରି ନିଜର ନାଁ ପରିବର୍ତ୍ତନ କରିଛନ୍ତି କିମ୍ବା କରିବେ ତାହେଲେ ସେ ଓଡ଼ିଶାର ଝିଅ ଭାବରେ କରିବେ ନାହିଁ, ରାଜନୈତିକ ଅଭିଳାଷ ରଖି ନିଜର ସ୍ୱାର୍ଥ ସାଧନ ପାଇଁ କରିବେ। ଏହାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ। ହେଲେ ଯେଉଁମାନଙ୍କୁ ନେଇ ଏବେ ବିଜେଡି ପ୍ରଶ୍ନ ଉଠାଉଛି ସେମାନେ କେବେ ହେଲେ ନାଁ ପରିବର୍ତ୍ତନ କରିନାହାନ୍ତି। ତେଣୁ ନାଁ ପରିବର୍ତ୍ତନ କରି କିଏ କେଉଁ ପ୍ରକାର ସ୍ୱାର୍ଥ ହାସଲ କରୁଛେ ତାହା ଓଡ଼ିଶାବାସୀ ଜାଣି ସାରିଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।